ବିଦ୍যତେ ଖାଇବୁ ତୁହି ଫଳ ମୁଁ ଦେବି ଖାଇବୁ ତୁହି ଫଳ ମୁଁ ଦେବି ଫୁଲରେ ତତେ ସଜେଇ ଦେବି ଫୁଲରେ ତତେ ସଜେଇ ଦେବି ମଞ୍ଜି ହୁଏ ଗଛରେ ଭାଇ ମଞ୍ଜିରୁ ହୁଏ ଗଛରେ ଭାଇ ଗଛରେ ହୁଏ ଫୁଲ ଫୁଲରୁ ହୁଏ ଆମ ପାଇଁକି ଜାତି ଜାତିକା ଫଳ ସତେଜ ଆମ୍ବ ପିଜୁଳି ଲେମ୍ବୁ ସତେଜ ଆମ୍ବ ପିଜୁଳି ଲେମ୍ବୁ ସପୁରୀ ଲିଚୁ କୋଳି କାକୁଡ଼ି ଭଣ୍ଡା ଖଜୁରୀ କାଡ଼ କମଳା ଆଉ କୋଳି ହଳଦୀ ସାଥେ ସୁଆଦ ଭାରି ଦେହକୁ ଦିଏ ବଳ ଓଟିଲେ ଗଛ ଫିଙ୍ଗିବା ସିନା ଫଳିବ ସିନା ଯୋଗାଇ ଦେବ ଫଳ ତାହେଲେ ପିଲାମାନେ ଗଛ ଆମକୁ କଣ ଦିଏ ଏବଂ ଗଛ ଦ୍ୱାରା ଆମର କଣ ଉପକାରିତା ହୁଏ ତମେ ଆଜି ଜାଣିଲ ନାଇଁ ଗଛ ଆମକୁ କଣ ଦିଏ ଫୁଲ ଦିଏ ସବୁଦେଲେ ଜାଣିଲ ନାଇଁ ତାହେଲେ ଫଳ କିଭଳି ହୁଏ ନା ଫୁଲରୁ ଫଳ ହୁଏ ନାଇଁ ତାହେଲେ ପତ୍ର କଣ କରେ ଖାଦ୍ୟ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ ଆଉ କଣ କରେ ନା ଉଚ୍ଛେଦନ ଗଛରୁ କଣ ପତ୍ର ପଡେ ଯୋଉ ପତ୍ର ଉଚ୍ଛେଦନ ପ୍ରକ୍ରିୟା ମଧ୍ୟ ସିଏ ସମ୍ପାଦନ କରେ ଆଉ ଏଇ କାଠର ଗଣ୍ଡି ସବୁ କଣ କରେ ଖାଦ୍ୟ ପଠାଇବାରେ ପତ୍ରକୁ ଆଉ କାଣ୍ଡକୁ ଖାଦ୍ୟ ପଠାଇବାରେ ସାହାଯ୍ୟ କରେ ଏବଂ ଆମେ ତାକୁ ଜାଳ ଭାବରେ ବ୍ୟବହାର କରୁ ଚେର କଣ କରେ ନା ମାଟିକୁ କଣ କରେ ଜାବୁଡ଼ି ରଖେ ଯାହାଦ୍ୱାରା ମୃତ୍ତିକା କ୍ଷୟ ହୁଏ ତାହେଲେ ତମେ ମାନେ ଜାଣିଲେ ଯେ ଗଛ ଆମର ଏଇଭଳି ଭାବେ ଉପକାର କରେ ତାହେଲେ ମୁଁ ଏବେ ଜଣକୁ ପଚାରିବି ଗଛର ବିଭିନ୍ନ ଅଂଶର ଗୋଟିଏ ପଚାରିବି କାର୍ଯ୍ୟ କଣ ତାହେଲେ ଝିଅ ତୁ କହିଲୁ ପତ୍ରର କାର୍ଯ୍ୟ କଣ ଭେରି ଗୁଡ୍ ତାପରେ ତାଳି ଦିଅ